ସମସ୍ତଙ୍କୁ ଭକ୍ତିପୂର୍ଣ୍ଣ ନମସ୍କାର। ପ୍ରଭୁଙ୍କ ମହତ୍ ନାମର ଧନ୍ୟବାଦ ହେଉ। ସୁନ୍ଦର ସୁଯୋଗ ଅବକାଶ ନିମନ୍ତେ ଈଶ୍ୱରଙ୍କ ବାକ୍ୟର ନିକଟବର୍ତ୍ତୀ ହେବା ଆଉ ଈଶ୍ୱରଙ୍କ ବାକ୍ୟ ଶୁଣିବା, ତାହା ଗୋଟେ ବହୁତ ବଡ଼ ଆଶୀର୍ବାଦ ଆମମାନଙ୍କ ଜୀବନରେ। ଆଉ ଏ ସୁଯୋଗ ନିମନ୍ତେ ମୁଁ ଏହି ୟୁଟ୍ୟୁବ୍ ପରିଚାଳନା କରୁଥିବା ପ୍ରଭୁଙ୍କ ଦାସମାନଙ୍କ ନିକଟରେ ବିଶେଷ ଭାବେ ଧନ୍ୟବାଦୀ ଏବଂ ଯେତେକ ଆପଣମାନେ ଶୁଣିବାକୁ ଯାଉଅଛନ୍ତି ଆପଣମାନଙ୍କ ପ୍ରତ୍ୟେକଙ୍କ ନିକଟରେ ହୃଦୟର ଗଭୀର କୋଣରୁ ସଭକ୍ତି ଅଭିନନ୍ଦନ ଜ୍ଞାପନ କରେ। ଅଳ୍ପ ସମୟର ଧ୍ୟାନ ଚିନ୍ତା ନିମନ୍ତେ ଅତି ପରିଚିତ ଶାସ୍ତ୍ରାଂଶ ଖ୍ରୀଷ୍ଟମାସ ସମ୍ବନ୍ଧୀୟ ଏକ ରେଫରେନ୍ସ ଏକ ପଦକୁ ଆମେ ଧ୍ୟାନ କରିବା, ଅନୁଚିନ୍ତା କରିବାକୁ ଯିବା। ତାହା ଆପଣମାନେ ଖୋଲି ପାଇବେ ମିଖା ପୁସ୍ତକ 5 ପର୍ବ ତାର 2 ପଦ। ମିଖା 5 ପର୍ବ 2 ପଦ। ମାତ୍ର ହେ ବେଥଲିମ୍ ଇଫ୍ରାଥା, ଜିହୁଦାର ସହସ୍ର ଗଣର ମଧ୍ୟରେ କ୍ଷୁଦ୍ର ଯେ ତୁମ୍ଭେ, ତୁମ୍ଭ ମଧ୍ୟରୁ ଇସ୍ରାଏଲର ଶାସନକର୍ତ୍ତା ହେବା ନିମନ୍ତେ ଆମ୍ଭ ଉଦ୍ଦେଶ୍ୟରେ ଏକ ବ୍ୟକ୍ତି ଉତ୍ପନ୍ନ ହେବେ। ପୁରାତନ କାଳରୁ ଅନାଦି କାଳରୁ ତାହାଙ୍କର ଉତ୍ପତ୍ତି ହୋଇଅଛି। ପ୍ରଭୁ ଏ ପଠିତ ବାକ୍ୟ ଉପରେ ଆଶୀର୍ବାଦ କରନ୍ତୁ। ଆମେ ଏହି ପଦରେ ଲକ୍ଷ୍ୟ କରିବାକୁ ପାରୁଛୁ ପ୍ରଭୁ ଯୀଶୁ ଖ୍ରୀଷ୍ଟ କେଉଁ ସ୍ଥାନରେ ସେ ଜନ୍ମଗ୍ରହଣ କରିବେ। ମିଖା ଶହ ଶହ ବର୍ଷ ପୂର୍ବରୁ ଭାବବାଣୀ ଆକାରରେ ସେ ସ୍ଥାନ, ନିରୂପିତ ସ୍ଥାନକୁ ପ୍ରକାଶ କରୁଅଛନ୍ତି। ଆଉ ତାହା ହେଉଛି ବେଥଲିମ୍। ତାର ପୂର୍ବ ନାମ ତାହା ହେଉଛି ଇଫ୍ରାଥା। ବେଥଲିମ୍ କହିଲେ ଯାହା, ଇଫ୍ରାଥା କହିଲେ ସେହି ସ୍ଥାନକୁ ହିଁ ବୁଝାଏ। ଆମେ ଏହି ପଦରେ ପଢ଼ିବା ବେଳେ ଲକ୍ଷ୍ୟ କରିବାକୁ ପାରୁଛୁ ଯେ ଏହା ଏକ କ୍ଷୁଦ୍ର ଗ୍ରାମଟିଏ, ଅତି ସାଧାରଣ କ୍ଷୁଦ୍ରତମ ଗାଁଟିଏ। ବାକ୍ୟରେ ଆମେ ଦେଖୁଛୁ ଜିହୁଦାର ସହସ୍ର ଗଣ ମଧ୍ୟରେ ଏ ବେଥଲିମ୍ ହେଉଛି ଏକ କ୍ଷୁଦ୍ର ଗାଁଟି। ଆଶ୍ଚର୍ଯ୍ୟ କଥା ଯେ ଈଶ୍ୱର ଆପଣା ପୁତ୍ରଙ୍କୁ ପ୍ରେରଣ କରିବେ, ତାଙ୍କରି ଅଦ୍ୱିତୀୟ ପୁତ୍ର ଯୀଶୁଖ୍ରୀଷ୍ଟ ପ୍ରତିଜ୍ଞାତ ମସିହ ସେ ଯେଉଁଠି ଜନ୍ମଗ୍ରହଣ କରିବେ ତାହା ହୁଏତ ଜେରୁସାଲାମ ହେବା କଥା। ଗୋଟେ ବହୁତ ବଡ଼ ଧର୍ମପୀଠ ଜେରୁସାଲାମ। କିନ୍ତୁ ଈଶ୍ୱର ଅତି ଚମତ୍କାର ଭାବରେ ଗୋଟେ ଛୋଟିଆ ଗାଁକୁ ସେଲେକ୍ଟ କରୁଅଛନ୍ତି, ଯେଉଁଠି ତାଙ୍କରି ପୁତ୍ର ଉଦ୍ଧାରକର୍ତ୍ତା ଆଉ ଜଗତର ଉଦ୍ଧାରକର୍ତ୍ତା, ଆମମାନଙ୍କ ଉଦ୍ଧାରକର୍ତ୍ତା ସେ ଜନ୍ମଗ୍ରହଣ କରିବେ। ପ୍ରଭୁ ଯେତେବେଳେ ମହାନ କାର୍ଯ୍ୟ ସେ କରନ୍ତି, ବାକ୍ୟକୁ ଆମେ ଅନୁଧ୍ୟାନ କଲେ ଜାଣିବାକୁ ପାରୁ ସେ ସାଧାରଣ ବ୍ୟକ୍ତିଙ୍କୁ ଛୋଟ ସ୍ଥାନକୁ ମନୋନୀତ କରନ୍ତି। ଆଉ ସେ ସାଧାରଣ ମାଧ୍ୟମରେ ମହାନ କାର୍ଯ୍ୟ ସେ କରିଥାନ୍ତି। ଆଉ ଏହି ସ୍ଥାନରେ ମଧ୍ୟ ଠିକ୍ ତାହା ଆମେ ଦେଖିବାକୁ ପାରୁଛୁ। ଏକ ମହାନ ଘଟଣା ଘଟିବାକୁ ଯାଉଛି, କିନ୍ତୁ ଗୋଟେ ଛୋଟିଆ ସ୍ଥାନ, ଇନସିଗ୍ନିଫିକାଣ୍ଟ ଗୋଟେ ସାଧାରଣ ଗାଁଟିଏ ପ୍ରଭୁ ପସନ୍ଦ କରୁଅଛନ୍ତି। ବାଇବେଲ ମଧ୍ୟରେ ପ୍ରାୟ 12 ଗୋଟି ପୁସ୍ତକ ମଧ୍ୟରେ 1300 ବର୍ଷର ବ୍ୟବଧାନ ଭିତରେ 12 ଗୋଟି ପୁସ୍ତକ, ବାଇବେଲର 12 ଗୋଟି ପୁସ୍ତକ ମଧ୍ୟରେ 41 ଥର ଏ ବେଥଲିମ୍ ଶବ୍ଦକୁ ଆମେ ଦେଖିବାକୁ ପାରୁ। ଆଉ ଏହିପରି ଏକ ଛୋଟ ଗାଁକୁ ଈଶ୍ୱର ଅତି ପୂର୍ବରୁ ସେ ମନୋନୀତ କଲେ, ସେଲେକ୍ଟ କଲେ ଯେ ଏଇଠି ମୋହରି ପୁତ୍ର ଜନ୍ମଗ୍ରହଣ କରିବେ। ଆଉ ଈଶ୍ୱର ବେଥଲିମ୍କୁ ସେଲେକ୍ଟ କରିବା ପରେ ଇତିହାସର ସମୟ ଗର୍ଭରେ ଯେବେ ଆମେ ଦେଖୁଛୁ, ଅନୁଧ୍ୟାନ କରୁଛୁ, ଈଶ୍ୱର ବେଥଲିମ୍ର 3ଟି ପରିଚୟ ପୁରାତନ ନିୟମରେ ସେ ପ୍ରଦାନ କଲେ। ହୁଏତ ଏଇଥିପାଇଁ ଯେ ଏହା ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ସେ ଜନ୍ମ ବୃତ୍ତାନ୍ତ ସହିତ କିଛି ମାତ୍ରାରେ ଯେବେ କନେକ୍ସନ ହୁଏ, ଲୋକେ ବିନା କନଫ୍ୟୁଜନରେ ତାଙ୍କୁ ମସିହ ବୋଲିକି ଗ୍ରହଣ କରିପାରିବେ। କାରଣ ପ୍ରତିଜ୍ଞା ଏବଂ ଭାବବାଣୀ
ଅନେକ ବାର ଅନେକ ଥର ପ୍ରଭୁ ତାଙ୍କ ଜନ୍ମ ପୂର୍ବରୁ ମସିହ ଆସିବା ପୂର୍ବରୁ ସେ ପ୍ରଦାନ କରନ୍ତି। ବେଥଲିମ୍ର 3ଟି ପରିଚୟ ଈଶ୍ୱର ପୁରାତନ ନିୟମରେ ସେ ପ୍ରଦାନ କରିଅଛନ୍ତି। ନିର୍ଦ୍ଦିଷ୍ଟ କଲେ ବେଥଲିମ୍ ଗାଁରେ ଯୀଶୁଙ୍କ ଜନ୍ମ ହେବ। ନିର୍ଦ୍ଦିଷ୍ଟ କଲା ପରେ ଆଉ ଅତି ଆଶ୍ଚର୍ଯ୍ୟ ଭାବରେ 3ଟି ପରିଚୟ ବେଥଲିମ୍ର ପରିଚୟ ବାଇବେଲ ମଧ୍ୟରେ ପୁରାତନ ନିୟମ ମଧ୍ୟରେ ଈଶ୍ୱର ପ୍ରଦାନ କରିଅଛନ୍ତି। ଆମେ ଦେଖିବା ଯେ ପ୍ରଥମ ପରିଚୟ ପ୍ରଭୁ କ'ଣ ବୋଲି ବେଥଲିମ୍କୁ ସେ ପ୍ରକାଶ କରନ୍ତି, କନେକ୍ସନ୍ କରନ୍ତି। ପ୍ରଥମତଃ ବେଥଲିମ୍ ଏକ ବେଦନାର ସ୍ଥାନ। ବେଥଲିମ୍ ଗୋଟାଏ ବେଦନାର ସ୍ଥାନ। ଇଏ କେମିତି କଥା? ଆମେ ଯେବେ ଆଦି ପୁସ୍ତକ ତାର 35 ପର୍ବ ନିକଟକୁ ଆସୁଛୁ, ତାହା ନିଶ୍ଚିତ ଭାବେ ଅତି ସ୍ପଷ୍ଟ ରୂପରେ ଆମେ ଦେଖିବାକୁ ପାରିବା ଯେ ରାହେଲ, ଯିଏକି ଯାକୁବଙ୍କ ପ୍ରିୟତମ ପତ୍ନୀ, ଯାକୁବଙ୍କ ପ୍ରିୟତମା, ଯାହାଙ୍କ ପାଇଁ ହୁଏତ ଯାକୁବ ପ୍ରାୟ 14 ବର୍ଷ ଶ୍ୱଶୁରଙ୍କ ଅଧୀନରେ କାମ କରିଥିଲେ ଯାହାଙ୍କୁ ପାଇବା ପାଇଁ, ସେହି ରାହେଲ ସେ ଗର୍ଭ ବେଦନାରେ ବେଦନାଗ୍ରସ୍ତା। ଆଉ ଏମିତି ସମୟ ଗୋଟାଏ ଆସିଅଛି ପରିବାର ମଧ୍ୟରେ, ରାହେଲ କଷ୍ଟ ପାଉଛି, ଗର୍ଭ ବେଦନାରେ ଯାତନା ପାଉଛନ୍ତି। ଆଉ ଠିକ୍ ସେତିକି ବେଳେ ସେମାନେ ଇଫ୍ରାଥାର ପଥ ପାର୍ଶ୍ୱରେ ପହଞ୍ଚି ଅଛନ୍ତି, ଅର୍ଥାତ୍ ବେଥଲିମ୍ର ପଥ ପାର୍ଶ୍ୱରେ ରାସ୍ତା କଡ଼ରେ ପହଞ୍ଚିଛନ୍ତି। ଆଉ ଯନ୍ତ୍ରଣା ବେଦନା ଅତିଶୟ ମାତ୍ରାରେ ବଢ଼ୁଅଛି। ରାହେଲ ଆଉ ସମ୍ଭାଳି ପାରୁନାହାନ୍ତି ଏତେ ଗର୍ଭ ବେଦନା। ଆଉ ସେ ଜାଣିଲେ ନିଶ୍ଚିତ ଭାବେ ସେ ମରା ପଡ଼ିବେ, ମରିଯିବେ, କାରଣ ଅତିଶୟ ଯନ୍ତ୍ରଣା। ସେତେବେଳେ ଧାତ୍ରୀ ତାଙ୍କୁ କୁହନ୍ତି ଯେ ତମେ ଟିକେ ଥୟ ଧର, ସମ୍ଭାଳ ଟିକେ, କାରଣ ଏଥର ମଧ୍ୟ ତୁମେ ପୁତ୍ର ପ୍ରସବ କରିବାକୁ ଯାଉଛ। ତଥାପି ଅସହ୍ୟ ବେଦନାରେ, ଅସହ୍ୟ ଯନ୍ତ୍ରଣାରେ ସେ ଜର୍ଜରିତ। ଆଉ ସେମିତି ବେଳେ ସତକୁ ସତ ଗୋଟେ ପୁତ୍ରକୁ ସେ ପ୍ରସବ କଲେ। ଆଉ ସେ କହିଲେ ଯେ ଏହାର ନାମ ବିନୋନି ହବ। ଆଉ ତାପରେ ସେ ମରିଯାଆନ୍ତି। ଯନ୍ତ୍ରଣା ବେଦନାରେ ଆକ୍ରାନ୍ତ ହୋଇ ରାହେଲ ପ୍ରିୟତମା ପତ୍ନୀ ଯାକୁବଙ୍କର ଶେଷ ନିଶ୍ୱାସ ଛାଡ଼ନ୍ତି। ଯନ୍ତ୍ରଣାର ପ୍ରବଳତା ହେତୁରୁ ସମ୍ଭାଳି ନ ପାରି ଏତେ ବେଦନା, ଆଉ ସେ ବେଥଲିମ୍ରେ ମରିଯାଆନ୍ତି। ବିନୋନି ତାର ଅର୍ଥ ହେଉଛି କଷ୍ଟଜାତ ପୁତ୍ର। ଆଉ ସେ ବେଦନା, କଷ୍ଟ, ଯନ୍ତ୍ରଣା ଅସହ୍ୟ ଏବଂ ଅଭୁଲା। ସତରେ ଯାକୁବ ସେ କେତେ ଦୁଃଖଗ୍ରସ୍ତ ହୋଇଥିବେ। ରାହେଲ ତାଙ୍କରି ପ୍ରିୟତମାକୁ ସେ ହରେଇ ବସନ୍ତି। କେତେ ଶୋକ, କେତେ ଦୁଃଖ ଆଉ କେତେ ଯନ୍ତ୍ରଣା ଯାକୁବ ମଧ୍ୟ ପାଆନ୍ତି। 1700 ଖ୍ରୀଷ୍ଟପୂର୍ବ ବେଳେ ରାହେଲ ମୃତ୍ୟୁଭୋଗ କଲେ ସତ, କିନ୍ତୁ ସେତିକିରେ କଥାଟି ଶେଷ ହୋଇଯାଏ ନାହିଁ। ତାର 1100 ବର୍ଷ ପରେ ଆଉ ଥରେ ଆମେ ଦେଖିବାକୁ ପାରୁଛୁ ଯେ ଯିରିମିୟ ଭବିଷ୍ୟତ ବକ୍ତା ଯିରିମିୟ 31 ପର୍ବର 15 ପଦରେ ସେ ରାହେଲର ବେଦନାକୁ ସେ ଝଙ୍କୃତ କରିବା ବା କହିବାକୁ ଗଲେ ପୁନଃ ପ୍ରତିଧ୍ୱନି କରିବା ଆମେ ଲକ୍ଷ୍ୟ କରିବାକୁ ପାରୁଛୁ। ଯିରିମିୟ 31 ପର୍ବର 15 ପଦ, ରାମାରେ ହାହାକାର ଓ ତୀବ୍ର ରୋଦନର ଶବ୍ଦ ଶୁଣାଯାଏ। ରାହେଲ ଆପଣା ସନ୍ତାନମାନଙ୍କ ନିମନ୍ତେ ରୋଦନ କରୁଅଛି। ସେ ଆପଣା ସନ୍ତାନଗଣର ବିଷୟରେ ପ୍ରବୋଧ କଥା ମାନୁନାହିଁ, କାରଣ ସେମାନେ ନାହାନ୍ତି।
ଶହ ଶହ ବର୍ଷ ବିତିଯିବା ପରେ ମଧ୍ୟ ସେ ବେଥଲିମ୍ର ସେ ଦୁଃଖକୁ, ବେଥଲିମ୍ର ବେଦନାକୁ ପ୍ରତିଧ୍ୱନି କରାଯାଉଛି। ଆଉ ଏହି ସ୍ଥାନରେ ଜେରେମିୟ ସେହି ବିଷୟ ନିମନ୍ତେ ଭାବବାଣୀ କୁହନ୍ତି ଯେ ଖ୍ରୀଷ୍ଟମାସ ବେଳର କଥା, ଯୀଶୁଙ୍କ ଜନ୍ମ ପରେ ହେରୋଦ ଯେଉଁ ଶହ ଶହ ପୁତ୍ର ସନ୍ତାନମାନଙ୍କୁ ବିନାଶ କରିବାକୁ ଯାଆନ୍ତି, ହତ୍ୟା କରିବାକୁ ଯାଆନ୍ତି, ଆଉ ସେ ତାହା କରିଥିଲେ। ଆମେ ମାଥିଉ 2:16 ପଦରେ ତାହା ଲକ୍ଷ୍ୟ କରିବାକୁ ପାରୁଛୁ। ଆଉ ନିରୀହ ସନ୍ତାନମାନେ, 2 ବର୍ଷରୁ କମ୍ ବୟସ୍କ, କମ୍ ଆଉ ଶିଶୁମାନେ, ସେମାନେ ନିରୀହ ଶିଶୁମାନେ ସେମାନେ ମୃତ୍ୟୁଭୋଗ କରିବାକୁ ଯାଆନ୍ତି, ସେମାନଙ୍କୁ ହତ୍ୟା କରାଯାଉଛି। କେତେ ବଡ଼ ରୋଳ, କେତେ ବଡ଼ କ୍ରନ୍ଦନ, କେତେ ବଡ଼ ଦୁଃଖ ସେତେବେଳେ ସେହି ସମୟରେ। ଆଉ ବେଥଲିମ୍ରେ କମ୍ ସେ କମ୍ 50ଟି ଶିଶୁ ସନ୍ତାନକୁ ହତ୍ୟା କରାଯାଇଥିଲା। ତାର ଚାରି ଚତୁଃପାର୍ଶ୍ୱରେ ଆହୁରି ଅଧିକା। କେତେ ଯନ୍ତ୍ରଣା ଆଉ କେତେ ବେଦନା। ତାହାକୁ ଜେରେମିୟ ଯେତେବେଳେ ତାରି ଶହ ଶହ ବର୍ଷ ପୂର୍ବରୁ ଭାବବାଣୀ ଛଳରେ ଏହି ସ୍ଥାନରେ ଭାବବାଣୀ ପ୍ରକାଶ କରୁଅଛନ୍ତି। ଠିକ ଅଛି, ଜେରେମିୟ କହିବା କଥା ଯେ ରାମାରେ ହାହାକାର, ତୀବ୍ର ରୋଦନର ଶବ୍ଦ ଶୁଣାଯାଉଛି, ଆଉ ସେ ସନ୍ତାନମାନଙ୍କୁ ହତ୍ୟା କରାଯିବ। ସେ ଆଣୁଛନ୍ତି କାହିଁକି ରାହେଲର କଥା? ରାହେଲର କଥା ପୁନଃ ପ୍ରତିଧ୍ୱନି କରାଯାଉଛି କାହିଁକି? ବେଦନା ଅବିସ୍ମରଣୀୟ। ସେ ଯେଉଁ ଯାତନା ବେଦନା ପାଇଥିଲେ ସେତେବେଳେ ରାହେଲ, ତାହା ଅଭୁଲା ଅଟେ। ଆଉ ସେହି ସ୍ଥାନ, ବେଦନାର ସ୍ଥାନ, ପୁନର୍ବାର ବାକ୍ୟରେ ପୁନଃ ତାହା ପ୍ରକାଶିତ ହେବା ଆମେ ଏହି ସ୍ଥାନରେ ଲକ୍ଷ୍ୟ କରିବାକୁ ପାରୁଛୁ। ପ୍ରିୟ ବନ୍ଧୁ, ଈଶ୍ୱର ଏ ବେଥଲିମ୍କୁ ପୁରାତନ ନିୟମରେ ଏମିତି ପରିଚୟ ସୃଷ୍ଟି କରେଇଥିଲେ, ଏମିତି ପ୍ରକାରେ ପ୍ରକାଶ କରିଛନ୍ତି ଯେ ବେଥଲିମ୍ ଗୋଟାଏ ବେଦନାର ସ୍ଥାନ। ଆଉ ସେଇଠି, ସେଇ ବେଦନାର ସ୍ଥାନରେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ସେ ଜନ୍ମ ନିଅନ୍ତି। ପ୍ରିୟ ବନ୍ଧୁ, ଉଦ୍ଧାରକର୍ତ୍ତା ସେ ଜନ୍ମ ନିଅନ୍ତି। ସାନ୍ତ୍ୱନାଦାତା, ଶାନ୍ତିର ରାଜା ସେ ସେଇଠି ଜନ୍ମ ନିଅନ୍ତି। ବାକ୍ୟ ସମ୍ଭାଷଣ ହେଉଛି ଆଜି ଆମମାନଙ୍କ ପାଇଁ ଏହା। ଯଦି ଆମେ ଆଉ ଭିଜା ଆଖିରେ ରହୁଛୁ, ଲୋତକ ଝରା ଆଉ ସମୟ, ଆମରି ସମୟ, ଯଦି କୌଣସି ଗୋଟେ ବେଦନା ଦୁଃଖରେ ଭାରାକ୍ରାନ୍ତ, ଯଦି ଆମେ ନିରୁତ୍ସାହିତ ହେବା ଦରକାର ନାହିଁ, ଏଣେ ତେଣେ ଭ୍ରମଣ କରିବା ଦରକାର ନାହିଁ। ଦୁଃଖ ସନ୍ତାପ ହାରି ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆମମାନଙ୍କ ପାଇଁ ସେଇ ବେଥଲିମ୍ରେ ସେ ଜନ୍ମ ନେଇଛନ୍ତି। କେତେ ବଡ଼ ଦୁଃଖ ଆମର ହେଉନା ପଛକେ ସେ ପୋଛି ଦେଇପାରିବେ, ସାନ୍ତ୍ୱନା ଦେଇପାରିବେ, ପରିଷ୍କାର କରିପାରିବେ। ପ୍ରିୟ ବନ୍ଧୁ, ଆଜିକି ଆପଣ କୌଣସି ଗୋଟେ ଦୁଃଖ ବେଦନା ଭିତରେ ଘାରି ଘାରି ହେଉଛନ୍ତି, ବ୍ୟକ୍ତିଗତ ଭାବେ କି ପାରିବାରିକ ଭାବେ, କୌଣସି ଗୋଟେ ସମସ୍ୟା ପାଇଁ ଆପଣ କଷ୍ଟ ପାଉଛନ୍ତି, ଶାନ୍ତିର ରାଜା, ଶାନ୍ତିର ରାଜକୁମାର ପ୍ରଭୁ ଯୀଶୁ ଖ୍ରୀଷ୍ଟ ସେ ବେଥଲିମ୍ରେ ଜନ୍ମ ନେଇଛନ୍ତି। ଯଦି ଆମେ ବାକ୍ୟ ମଧ୍ୟକୁ ଯିବା ଆଉ ଲକ୍ଷ୍ୟ କରିବା, ତେବେ ଏହି ବେଦନା, ଯାତନା, କଷ୍ଟ, ଦୁଃଖର ମୂଳ ହେଉଛି ପାପ। ଆଉ ସେ ପାପ ହେତୁରୁ, କୌଣସି ନା କୌଣସି ଗୋଟାଏ ପାପ ହେତୁରୁ ଆଜି ମଣିଷ କଷ୍ଟ ପାଉଛି। ଆଜି ଆପଣ ଏବଂ ମୁଁ କଷ୍ଟ ପାଉଛୁ। ଆଉ ସେହି ପାପକୁ ପରାଜୟ କରିବା ପାଇଁ ଯୀଶୁ ବେଥଲିମ୍ରେ ଜନ୍ମ ନେଇଥିଲେ। ଯଦି ଆମେ ପ୍ରଭୁଙ୍କ ପାଖକୁ ଯିବା ବାସ୍ତବିକ ଭାବରେ, ଯଦି କହିବା ପ୍ରଭୁ ମୁଁ ଜଣେ ପାପୀ, ମୁଁ ଜାଣୁଛି ପ୍ରଭୁ ଆଜି ଯେଉଁ କଷ୍ଟ, ଦୁଃଖ, ଯାତନା ମୋ ମନ ମାନସରେ, ମୋ ହୃଦୟରେ ମୁଁ ପାଉଅଛି, ମୋରି ପାପର ପରିଣାମ ହୁଏତ ଏହା ପ୍ରଭୁ। ଆଜି ମୁଁ ତୁମରି ଶରଣାଗତ। ପ୍ରଭୁ ନିଶ୍ଚିତ ଭାବେ ଆଉ ଆମମାନଙ୍କୁ ସେହି ଆଉ ଆଶ୍ଚର୍ଯ୍ୟ ସ୍ୱର୍ଗୀୟ ଶାନ୍ତି, ସାନ୍ତ୍ୱନା ପ୍ରଦାନ କରିବେ। ପ୍ରଥମ ପରିଚୟ ହେଉଛି ବେଥଲିମ୍ ଏକ ବେଦନାର ସ୍ଥାନ ଅଟେ। ଦ୍ୱିତୀୟ ପରିଚୟ ବାକ୍ୟ ମଧ୍ୟରେ ଆମେ ଦେଖିବାକୁ ପାରୁଛୁ ଯେ ବେଥଲିମ୍ କେବଳ ବେଦନାର ସ୍ଥାନ ତାହା ନୁହେଁ, ଗୋଟେ ଅଲୌକିକ ସ୍ଥାନ ତାହା ଅଟେ। ପ୍ରଭୁ ସେହି ପ୍ରକାର ଆଉ ଗୋଟେ ପରିଚୟ ସେ ପ୍ରଦାନ କରନ୍ତି ବେଥଲିମ୍ ସମ୍ପର୍କରେ।
केमिति ताहा जेबे आमे आउ प्रथम सामुएल तार 16 पर्व निकट को आसु ताहा आमे लक्ष्य करबा को पारुछु जे प्रथम सामुएल 16 पर्व रे ईश्वर तांकरी मनर मत व्यक्ति को राजा भाबे से प्रदान करती से होचंती दाऊद आउ सेही दाऊदंको जन्म बा निज गाँटी हेउची बेथलेहेम। आमे जदि देखिबा इज्राएल रो प्रथम राजा जे ख्रीष्टपूर्व 1050 रु 1010 पर्यंत राजत्व करथिले सेही प्रथम राजा साउल से लोकमानंको मनर मत होई पारंती आउ ईश्वर तांको डायनेस्टी को तांको वंश को से राजकीय सिस्टम रे रखी नांती माने कहवा को गले साउलंको परे हुए तो जोनाथन जे कि जने टैलेंटेड व्यक्ति कहवा को गले दाऊदंको ठारू मध्य आउ बहुत टैलेंटेड होई पारंती जोनाथन किंतु ईश्वर तांको से राज्यभार देउ नांती राजवंशर अवसान घटी जाउछि से प्रथम राजांको निकटरे जतले से मरुछि जाउछि तापर तांको पुत्र हेउ नांती ईश्वर जने व्यक्ति को राजा करी निरूपण करुछंती इनस्टॉल करुछंती देश रे आउ सेही व्यक्ति होचंती दाऊद जब आम ईश्वर वाक्य को ध्यान करू एज ए होल आम लक्ष्य करने को पारिबा जदि इज्राएल माने प्रथम राजा मागी न थांते तेबे प्रथम राजा वे तो दाऊद ही होई थांते पुणी ईश्वर जाची जाची से प्रदान करि थांते आउ दाऊद जे कि ईश्वर मनर मत व्यक्ति जड़े प्रभावशाली विक्रमशाली राजा आउ तांकरी गाँ तांकरी जन्म होची बेथलेहेम आ प्रभु एत द्वारा गोटे चमत्कार वार्ता दियंती गोटे छोटिया क्षुद्र गाँव एत बड़ महान राजा पराक्रमी राजा आ ईश्वर मनर मत व्यक्ति को प्रभु केमिति बाहर कले बढ़ाइले आउ अभिषेक तांको कले निरूपण कले राजा हेबा पाई अलौकिक विषय आउ चमत्कार विषय ताहा आउ ताठू बेसी चमत्कार से बेथलेहेम रे प्रभु आउ एमिति कले तांकरी अद्वितीय पुत्र जे कि राजा मानंक राजा विश्व ब्रह्मांडर स्रष्टा महान राजा प्रभु जीशु ख्रीष्टंक जन्म मध्य से बेथलेहेम रे प्रभु आउ साधन करथिले तांकरी योजना केडे चमत्कार जेतले आमे पुरातन नियम को जाउछु से ईश्वरंक मनर मत व्यक्ति इज्राएल रो द्वितीय राजा बेथलेहेम रो आउ प्रभु जीशु ख्रीष्ट जे कि राजा मानंक राजा से मध्य बेथलेहेम रे ताहा प्रकाश करे जे बेथलेहेम गोटे अलौकिक स्थान अटे आउ आमान को पाई एही वार्ता दिए प्रभु से अलौकिक कार्य साधन करिबा प्रभु सेठी जन्म नियंती जदि आमान को जीवन रे कौनसी गोटे चमत्कार विषय घटिबा पाए आमे आशा करूछु गोटे मिराकल आमान को जीवन रे देखिबा को आमे चाहूछु जदि गोटे आश्चर्य विषय अलौकिक विषय आमान को जीवन रे घटू बोली आमे भाबुछु प्रिय बंधु एणे तेणे धाबमान करिबा दरकार नाही से प्रभु जीशु ख्रीष्ट से आश्चर्य परमेश्वर अटंती से बेथलेहेम रे जन्म नहीं थिले आउ से अलौकिक कार्य आमान को जीवन आपण को जीवन रे विशेष भावे से साधन करि पारंती आउ सबुठारु बड़ अलौकिक विषय होची आमान को आभ्यंतरीण आउ चरित्र बा कहया को गले आमान को पुनर्जन्म घटिबा ता सबुठारु बड़ बहुत बड़ ट्रांसफॉर्मेशन आम जीवन आम आभ्यंतरीण आउ जीवन रे जो परिवर्तन आसे सबुठारु बहुत बड़ आउ मिराकल होची से अदृश्य मिराकल आउ ताहा प्रभु साधन करते जदि आमे तांको उपरे विश्वास करिबा निर्विघ्न भाव रे विश्वास करिबा जीशु तुमे ही एकमात्र व्यक्ति जे कि अलौकिक कार्य साधन करि पारंती मु चाहूची सबुठारु बड़ अलौकिक आउ कार्य मो जीवन रे घटू प्रभु से परिवर्तन तुमे दियो से नूतन सृष्टि मते दियो
ଯଦି ଆମେ ତାଙ୍କୁ ବିଶ୍ୱାସ କରିବା ଏ ଖ୍ରୀଷ୍ଟମାସ ଅବସରରେ ପ୍ରଭୁ ନିଶ୍ଚିତ ଭାବେ ଆମମାନଙ୍କୁ ସେ ପ୍ରକାର ଏକ ଚମତ୍କାର କାର୍ଯ୍ୟ ଆମମାନଙ୍କ ଜୀବନରେ ଆମମାନଙ୍କ ପାରିବାରିକ ଜୀବନରେ ସେ ସାଧନ କରିବେ। ପ୍ରଭୁ ପ୍ରତ୍ୟେକଙ୍କୁ ଆଉ ତାଙ୍କ ବାକ୍ୟ ନିକଟକୁ ଟାଣନ୍ତୁ, ଆକର୍ଷଣ କରନ୍ତୁ, ଆଉ ଆମେ ସମସ୍ତେ ଆସୁ ତାଙ୍କୁ ବିଶ୍ୱାସ କରି ଚମତ୍କାରିତା ଜୀବନରେ ହାସଲ କରିବା ପାଇଁ। ବେଥଲେହେମ ଗୋଟାଏ ଆଉ ବେଦନାର ସ୍ଥାନ। ଖାଲି ସେତିକି ନୁହଁ, ବେଥଲେହେମ ଗୋଟେ ଅଲୌକିକ ସ୍ଥାନ ମଧ୍ୟ। ଆଉ ତାର ତୃତୀୟ ପରିଚୟ ଈଶ୍ୱରଙ୍କ ବାକ୍ୟରେ, ପୁରାତନ ନିୟମରେ ଈଶ୍ୱର ଏହି ପ୍ରକାରେ ଆଉ ଚିତ୍ରାଙ୍କନ କରିଛନ୍ତି ଯେ ବେଥଲେହେମର ପରିଚୟ ହେଉଛି ବେଥଲେହେମ ଗୋଟେ ପରିତ୍ରାଣର ସ୍ଥାନ ଅଟେ। ଛୋଟିଆ ଗାଁ, କିନ୍ତୁ ଏତେ ରହସ୍ୟାବୃତ ଯେ ବେଥଲେହେମ ପରିଚୟ ପ୍ରଦାନ କରୁଛି, ପରିପ୍ରକାଶ କରିପାରୁଛି, ତାହା ଗୋଟେ ପରିତ୍ରାଣର ସ୍ଥାନ ଅଟେ। ଆମେ ଆଉ ଋତର ପୁସ୍ତକ ସହିତ, ଋତର ବିବରଣୀ ସହିତ ଆମେ ସମସ୍ତେ ପରିଚିତ ଅଟୁ। ସେଠାରେ ଆମେ ଦେଖିବାକୁ ପାରୁଛୁ ବେଥଲେହେମ ପ୍ରାୟ 7 ଥର ସେଇଠି ଉଲ୍ଲେଖିତ ହୋଇଛି। ଦୀର୍ଘ ବର୍ଷ ପର୍ଯ୍ୟନ୍ତ ବେଥଲେହେମ ଆଉ ଜଣାଶୁଣା ହେଉନାହିଁ, କିନ୍ତୁ ପୁନର୍ବାର ବେଥଲେହେମ ଦେଖାଯାଉଛି ଋତର ବିବରଣ। ଆଉ ସେଇଠି 7 ଥର ଆମେ ଦେଖୁଛୁ ମୋଆବିଆ ସ୍ତ୍ରୀ ଋତ, ସେ ଆସି ଜୀବନରେ ଥଇଥାନ ପାଇପାରୁଛି ବେଥଲେହେମରେ। ପ୍ରଭୁଙ୍କ ପରିଚୟ ଅଧିକରୁ ଅଧିକ ପାଇପାରୁଛି ବେଥଲେହେମରେ। ସେ ପରିତ୍ରାଣ ପାଇପାରୁଛି ହୁଏତ ସେହି ବେଥଲେହେମରେ। ଆମେ ଦେଖୁଛୁ ତାଙ୍କରି ଆଉ ଅବସ୍ଥା, ତାଙ୍କରି ବ୍ୟବସ୍ଥା ପ୍ରଭୁ କେମିତି କରୁଛନ୍ତି ବେଥଲେହେମରେ। ଆସିଲେ ମୋଆବରୁ ପ୍ରଭୁଙ୍କୁ ବିଶ୍ୱାସ କରି, କିନ୍ତୁ ଜୀବନ ଅଧା ଅଧୁରିଆ ତାଙ୍କ ପାଇଁ। କ'ଣ ହେବ ଭବିଷ୍ୟତ ଅନିର୍ଦ୍ଦିଷ୍ଟ। କେମିତି ବାସ କରିବେ, କେମିତି ବଞ୍ଚିବେ, ପରିବାର ପୁରା ଭଗ୍ନ ଅବସ୍ଥାରେ। କେହି ନାହାନ୍ତି, ନୟମୀର କେହି ନାହାନ୍ତି, କିନ୍ତୁ ଗୋଟିଏ ମାତ୍ର ବ୍ୟବସ୍ଥା ତାଙ୍କର ରୀତି ନୀତି ଅନୁସାରେ ଯେ ତାଙ୍କ ନିକଟତର ଜ୍ଞାତିଙ୍କ ସହିତ ସେ ବିବାହ ନେଇପାରିବେ ଆଉ ଥଇଥାନ ପାଇପାରିବେ। କିନ୍ତୁ ସେତେବେଳେ ଯିଏ ଅତି ନିକଟତର ଜ୍ଞାତି କୁଟୁମ୍ବ ସେ ମନା କଲେ। ଆଉ ଦ୍ୱିତୀୟ ବ୍ୟକ୍ତି ତାଙ୍କରି ବ୍ୟବସ୍ଥା ନିୟମ ଅନୁସାରେ ସେ ହେଉଛନ୍ତି ବୋଆଜ। ତାଙ୍କଠାରେ ଆଶ୍ରା ପାଇ ଜଣେ ଏମିତି ଯୁବକ, ଅତି ପରିଷ୍କୃତ ଏବଂ ପବିତ୍ର ଯୁବକଙ୍କ ସହିତ, ଯିଏ କହିବାକୁ ଗଲେ ଋତ ତାଙ୍କ ପାଖକୁ ଯିବା ବେଳେ ମଧ୍ୟ ସେ ଆପଣ ପବିତ୍ରତା ରଖିପାରିଥିବା ଜଣେ ସୁନ୍ଦର ଯୁବକଙ୍କ ସହିତ ଋତଙ୍କ ବିବାହ ହୁଏ ସେ ବେଥଲେହେମରେ। ପରେ ଆମେ ଦେଖୁଛୁ ଏହି ଋତ ହିଁ ଯୀଶୁଙ୍କ ଆଦିମାତା ହେବାର ସୁଯୋଗ ଈଶ୍ୱରଙ୍କ ଅନୁଗ୍ରହ ହେତୁରୁ ସେ ପାଇପାରୁଛି। ଆଉ ତାଙ୍କରି ନାମ ଆମେ ମାଥ୍ୟୁ 1 ପର୍ବ ଯୀଶୁଙ୍କ ବଂଶାବଳୀ ମଧ୍ୟରେ 1 ପର୍ବର 5-6 ପଦ ମାନଙ୍କରେ ଆମେ ଦେଖିବାକୁ ପାରୁଛୁ। ବେଥଲେହେମ ହେଉଛି ପରିତ୍ରାଣର ଗୋଟେ ସ୍ଥାନ ଅଟେ। ଆମେ ବାକ୍ୟରେ ଲକ୍ଷ୍ୟ କରିବାକୁ ପାରୁଛୁ ଯେ ଆଉ ଗୋଟାଏ ବିଷୟ, ବେଥଲେହେମ ଦୁଇଟି ହିବ୍ରୁ ଶବ୍ଦର ସଂଯୋଗରେ ବେଥଲେହେମ ଶବ୍ଦଟି ଆସୁଛି ବେଥ ଏବଂ ଲେହେମ। ବେଥ ମାନେ ଘର, ଲେହେମ ମାନେ ରୋଟି, ମାନେ ରୋଟିର ଘର, ରୋଟିର ଭଣ୍ଡାର। ଆଉ ଯୀଶୁ ଯୋହନ 6 ପର୍ବର 35 ପଦରେ ସେ ନିଜେ କହିଥିଲେ, ମୁଁ ସେ ଜୀବନଦାୟକ ରୋଟି। ପ୍ରିୟ ବନ୍ଧୁ, ବେଥଲେହେମରେ ଯୀଶୁ ଜନ୍ମ ନେଇଛନ୍ତି। କେତେ କଷ୍ଟ, ବେଦନା, ଯାତନା, ତଥାପି ପ୍ରଭୁ ଏମିତି ବ୍ୟବସ୍ଥା କଲେ ଯାହା ହେଲେ ମଧ୍ୟ ଯୀଶୁ ତାଙ୍କରି ଅଦ୍ୱିତୀୟ ପୁତ୍ର ବେଥଲେହେମରେ ସେ ଜନ୍ମ ନେବାକୁ ପଡ଼ିବ। ନାଜରିତରୁ ବେଥଲେହେମ ପ୍ରାୟ 130 କିଲୋମିଟରର ଦୂରତା। ଆଉ ମରିୟମ ସେତେବେଳେ ପ୍ରାୟ 8-9 ମାସର ଗର୍ଭ ବେଦନାରେ ସେ ମଧ୍ୟ ଭାରାକ୍ରାନ୍ତ, ପାଦ ଟେକି ପାଦ ଥାପି ଆଗକୁ ଚାଲିବା ଭାରି ମୁସ୍କିଲ। ତଥାପି ଈଶ୍ୱର ସେ ଏମିତି ଯୋଜନା କରିଥିଲେ, ସେ ନାଜରିତରୁ
ମରିୟମ ଆସି ବେଥଲେହେମରେ ପ୍ରସବ କରିବେ। ଆଉ ଯୀଶୁଖ୍ରୀଷ୍ଟ ତାଙ୍କରି ଅଦ୍ୱିତୀୟ ପୁତ୍ର ଜଗତର ଉଦ୍ଧାରକର୍ତ୍ତା ସେହି ବେଥଲେହେମରେ ସେ ଜନ୍ମ ନେବାକୁ ପଡ଼ିବ। ଆଉ ପ୍ରଭୁ ସେଥିପାଇଁ ଅତି ଆଶ୍ଚର୍ଯ୍ୟ ଭାବରେ ଆଉ କାଇସର ଅଗଷ୍ଟଙ୍କୁ ବ୍ୟବହାର କରିଥିଲେ। କାଇସର ଅଗଷ୍ଟ ସେ ଏତେ ନିଷ୍ଠୁର ଆଉ ଏତେ ସ୍ୱାର୍ଥପର, ଏତେ ଗର୍ବୀ ଯେ ସେ କହୁଥିଲେ ମୁଁ ଜଗତର ଉଦ୍ଧାରକର୍ତ୍ତା, ମୁଁ ଈଶ୍ୱର ଦେଖିଲେ ତମଠାରେ ଏତେ ନିଷ୍ଠୁରତା, ଠିକ ଅଛି, ତମରି ରାଜାଜ୍ଞା ଦ୍ୱାରା ତୁମ ମାଧ୍ୟମରେ ମୋରି ଭାବବାଣୀକୁ, ଖ୍ରୀଷ୍ଟମାସର ଭାବବାଣୀକୁ ମୁଁ ସଫଳ କରିବି, କିନ୍ତୁ ତୁମେ ତାର ସ୍ୱାଦ ଚାଖିପାରିବ ନାହିଁ। ସେ ଯେତେବେଳେ ଆଉ ଜନଗଣନା ପାଇଁ ରାଜାଜ୍ଞା ଦେଲେ, ମରିୟମ ଆଉ ଯୋସେଫ କୌଣସି ମତେ ସେମାନେ ନାଜରିତ ନିଜ ଗାଁ ଛାଡ଼ି ବେଥଲେହେମକୁ ଯିବାର ଆବଶ୍ୟକ ନଥିଲା, କିନ୍ତୁ ବର୍ତ୍ତି ପାରିବେ ନାହିଁ, ରାଜାଜ୍ଞା ଜାରି ହୋଇଛି, ଯିବାକୁ ବାଧ୍ୟ। ବେଥଲେହେମକୁ ସେମାନେ ଚାଲି ଚାଲି ବା ପଶୁ ଉପରେ ଆରୋହଣ କରି ସେମାନେ ବହୁତ କଷ୍ଟିଆ ଯାତ୍ରା କରି ବେଥଲେହେମରେ ପହଞ୍ଚିଥିଲେ। ଆଉ କହିବାକୁ ଗଲେ ସେ ଜନଗଣନା ଏବଂ ସେ ରାଜାଜ୍ଞା ହୋଇଥିଲା ପ୍ରଭୁଙ୍କ ଏହି ଭାବବାଣୀ ସଫଳ କରିବା ପାଇଁ ଯେ ଯୀଶୁ ନିଶ୍ଚିତ ଭାବେ ବେଥଲେହେମରେ ଜନ୍ମଗ୍ରହଣ କରିବେ। ପ୍ରିୟ ବନ୍ଧୁ, ଈଶ୍ୱର ଆମମାନଙ୍କ ଉଦ୍ଧାର ପାଇଁ, ଆମମାନଙ୍କ ପରିତ୍ରାଣ ପାଇଁ ଶହ ଶହ ବର୍ଷ ଧରି ପୁରାତନ ନିୟମ ଯାକ ପ୍ରଭୁ କେମିତି ବ୍ୟବସ୍ଥା କରିଥିଲେ, ସଂଯୋଗ କରିଥିଲେ, କେମିତି ପରିଚୟ ସେ ପ୍ରସ୍ତୁତ କରିଥିଲେ ବେଥଲେହେମ ପାଇଁ। ଅନେକ ମହାନ କାର୍ଯ୍ୟ ଭିତରେ ତାଙ୍କରି ପୁତ୍ରଙ୍କ ପ୍ରଥମ ଆଗମନ ପାଇଁ ପିତା ଈଶ୍ୱର ଏତେ ବ୍ୟବସ୍ଥାପିତ କରିଥିଲେ, ତାହା ବେଶ ଚମତ୍କାର। କିନ୍ତୁ ପ୍ରଭୁ ଏ ସବୁ କରିବା ପଛରେ ଗୋଟେ ମାତ୍ର କାରଣ, ଏତେ ବଡ଼ ଐତିହାସିକ ପ୍ରସ୍ତୁତି ପଛରେ ଗୋଟେ ମାତ୍ର ଉଦ୍ଦେଶ୍ୟ, ଆପଣ ଯେମିତି ତାଙ୍କୁ ବିଶ୍ୱାସ କରିବେ। ବେଥଲେହେମ ଗୋଟେ ବେଦନାର ସ୍ଥାନ। ପ୍ରଭୁ ଏଇଥିପାଇଁ ଆଉ ସେ ପରିଚୟ ପ୍ରଦାନ କଲେ ଯେ ବେଦନାଗ୍ରସ୍ତ ଲୋକମାନେ ଯେମିତି ତାଙ୍କ ପାଖକୁ ବିଶ୍ୱାସ କରି ଆସିବାକୁ ପାରିବେ। ପ୍ରଭୁ ଅଲୌକିକ ସ୍ଥାନ ଭାବେ ବେଥଲେହେମର ପରିଚୟ ପରିପ୍ରକାଶ କରିଛନ୍ତି ବାଇବେଲ ମଧ୍ୟରେ। ଏଥିପାଇଁ ସେ ଅଲୌକିକ, ମହାନ ଅଲୌକିକ କାର୍ଯ୍ୟ ଯୀଶୁ ହିଁ ସାଧନ କରିପାରିବେ ଆମମାନଙ୍କ ଜୀବନରେ। ଏବଂ ତାହା ବେଥଲେହେମ ଗୋଟେ ପରିତ୍ରାଣର ସ୍ଥାନ, ଯେଉଁ ପରିତ୍ରାଣ କେବଳ ଯୀଶୁଖ୍ରୀଷ୍ଟ ପ୍ରଦାନ କରନ୍ତି, ତାଙ୍କ ଛଡ଼ା ଆଉ କେହି ମଧ୍ୟ ପ୍ରଦାନ କରିପାରନ୍ତି ନାହିଁ। ସେଇଥିପାଇଁ ସେ ଜନ୍ମିଥିଲେ, ଆଉ ସେ ଜନ୍ମିଥିଲେ ଏଇଥିପାଇଁ କ୍ରୁଶରେ ମରି ପରିତ୍ରାଣର କାର୍ଯ୍ୟ ସାଧନ କରିବା ପାଇଁ। ଆଉ ସେ ତାହା କରିଥିଲେ। ପୁଣି ତାର ତୃତୀୟ ଦିବସରେ ପୁନରୁତ୍ଥିତ ହୋଇ ସେ ମୃତ୍ୟୁ ବିଜେତା ପରମେଶ୍ୱର ଯୀଶୁଖ୍ରୀଷ୍ଟ ଏକମାତ୍ର ଉଦ୍ଧାରକର୍ତ୍ତା। ଯଦି ତାଙ୍କୁ କେହି ଛାଡ଼ି ଦିଅନ୍ତି ପରିତ୍ରାଣ ପାଇବା ପାଇଁ, ଆଉ ଦ୍ୱିତୀୟ ବିକଳ୍ପ କିଛି ନାହିଁ। ଜଗତରେ ଧନ, ଜନ, ମାନ, ଯଶ, ପୌରୁଷ ଯେତେ ସବୁ ପାଇଲେ ମଧ୍ୟ ଯଦି ପରିତ୍ରାଣ ଆମେ ପାଇନାହୁଁ, ଚିର ଆଉ ଅନ୍ଧକାରର ସ୍ଥାନକୁ ଆମେ ଆଗେଇ ଯାଉଛୁ, ଅନନ୍ତ ଅଗ୍ନିମୟ ସ୍ଥାନକୁ ଆମେ ଦୌଡ଼ି ଯାଉଛୁ। ପ୍ରଭୁ ଆଜି ଏହି ପ୍ରକାର ସମୟରେ ଏହି ବାକ୍ୟ ଦ୍ୱାରା ଆପଣଙ୍କୁ କଥା କୁହନ୍ତୁ। ଆପଣ ବିନମ୍ର ଭାବେ ଯୀଶୁଙ୍କ ନିକଟକୁ ଆସି ସେ ମହାନ ଉଦ୍ଧାରକର୍ତ୍ତାଙ୍କ ପାଖକୁ ଆସେ। ଜଣେ ଦୟାମୟ ପ୍ରେମିକ ଈଶ୍ୱର, ସେ କେବେ ମଧ୍ୟ କାହାକୁ ରିଜେକ୍ଟ କରନ୍ତି ନାହିଁ, ଏଡ଼େଇ ଦିଅନ୍ତି ନାହିଁ। ପ୍ରସାରିତ ବାହୁରେ ଆଜି ମଧ୍ୟ ସେ ଆପଣଙ୍କୁ ଅପେକ୍ଷାରତ। ତାଙ୍କ ପାଖକୁ ଆସନ୍ତୁ, ଉଦ୍ଧାର ପାଆନ୍ତୁ, ଶାନ୍ତି ସାନ୍ତ୍ୱନା ପାଆନ୍ତୁ, ଅନୁଗ୍ରହ ଆଶୀର୍ବାଦ ପାଆନ୍ତୁ। ଆପଣଙ୍କ ଜୀବନ ଜଗତରେ ଗୋଟାଏ ଆଉ ଆଶୀର୍ବାଦର ଜୀବନ ହେଉ। ପ୍ରବଳ ବାକ୍ୟରେ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ। ଧନ୍ୟବାଦ। ନମସ୍କାର।